ମୋ ସୁନ୍ଦର ବଗିଚାଟାର ଏଇ ଉଜୁଡ଼ା ରୂପ ଦେଖିଲେ ଆପଣମାନଙ୍କୁ କେମିତି ଲାଗୁଛି? ଆପଣମାନେ ତ କେବଳ ଫଟୋରେ ହିଁ ଦେଖୁଛନ୍ତି, କିନ୍ତୁ ଏଇ ବଗିଚାଟିକୁ ସୁନ୍ଦର କରିବା ପାଇଁ ମୁଁ ମୋର ମନ ପ୍ରାଣ ଶ୍ରମ ସବୁ ଢାଳି ଦେଇଛି। ଆଉ କିଛି ଅର୍ଥ ବି ବିନିଯୋଗ ହେଉଛି। ତାପରେ ସକାଳୁ ଉଠି ଯଦି ବଗିଚାଟାଙ୍କର ଏଇଭଳି ରୂପ ଦେଖିବି, ମୋ ଉପରେ କ'ଣ ବିତିଥିବ ଅନୁମାନ କଲେ। ସକାଳୁ ବଡ଼ ଖୁସି ମନରେ ଚା କପେ ପିଇ ଦେଇ ଫୁଲ ତୋଳିବାକୁ ଗଲି। ଅବଶ୍ୟ ମୁଁ ଠିକ୍ ଘରୁ ବାହାରିଛି, ମୋତେ ଶିବ କହିଲା, ବୋଉ ଆଜି ବଗିଚାକୁ ଗଲେ ତୁମ ମନ ଦୁଃଖ ହେବ। ମୁଁ ଅନୁମାନ କଲି କିଛି ଗୋଟେ ଗଛ ଭାଙ୍ଗି ପଡ଼ିଥିବ କି ନିଶ୍ଚୟ କ'ଣ ଗୋଟେ ହେଇଥିବ। ଯେତେ କହିଲି ସେ କିଛି କହିଲାନି। ଅଳ୍ପ ସମୟର ମୁଁ ଯାଇ ପହଞ୍ଚିଗଲି ବଗିଚାରେ। ଦେଖିଲା ବେଳକୁ ମୋ ମୁଣ୍ଡ ବୁଲେଇ ଦେଲା। କେବଳ ବଡ଼ ବଡ଼ ଗଛ ସବୁ ଠିଆ ହେଇଛନ୍ତି, ଆଉ ଛୋଟ ଗଛ ସବୁ ତଡ଼ା ହେଇଛନ୍ତି। କ'ଣ ସେମାନେ ଖାଆନ୍ତିରେ ବାବୁ, ଭଗବାନଙ୍କୁ ଜଣା। ସମସ୍ତେ କହିଲେ ଆମର ଖତଗଦା ଅଛି ତ, ଖତଗଦାର ପୋକ କୁଆଡ଼େ ସେମାନଙ୍କର ଭାରି ପ୍ରିୟ, ଆଉ ସେଇଥିପାଇଁ ସେମାନେ ଆମ ବାଡ଼ିରେ ପଶୁଛନ୍ତି। ମନକୁ ଥୟ କରି ଫୁଲ ତୋଳି ଦେଇ ଘରକୁ ଆସିଲି। ଏତେ ଦୁଃଖ ଭିତରେ ବି ଖୁସି ଲାଗିଲା। ଆଜିର ମୋ ଫାସମାଳଟି ଆଗ ଅପେକ୍ଷା ଟିକେ ଉନ୍ନତ ହେଇଛି। ଦେଖିଲେ ମୋ କଥାଟା ପ୍ରକୃତରେ ସତ ନା ମିଛ? ମୁଁ ଯେମିତି ଫାସମାଳ ଗୁନ୍ଥୁଥିଲି ଆଉ ସେଇଟା ଯେତେ ଛାଡ଼ି ଛାଡ଼ି ହେଇଯାଉଥିଲା, ଏଥର ମାଳଟା ଟିକେ ପ୍ରକାରେ ହେଇଛି। ସେଥିପାଇଁ ତ ମୁଁ ଠିକ୍ କରିଛି, ମୁଁ ଏବେ ଫାସମାଳ ହିଁ ଅଭ୍ୟାସ କରିବି। ଅଭ୍ୟାସ କଲେ କେତେ ବଡ଼ ବଡ଼ କଥା କରିହେଉଛି। ଏତିକି କ'ଣ ମୁଁ କରିପାରିବିନି ମହାପ୍ରଭୁଙ୍କ ପାଇଁ? ଯଦି ଆପଣମାନେ ସମସ୍ତେ ଅସନ୍ତୁଷ୍ଟ ହେଉଛନ୍ତି, ତାହେଲେ ମୁଁ ଛୁଞ୍ଚିରେ ଗୁନ୍ଥିବି କାହିଁକି? କିନ୍ତୁ ମୁଁ ଏଥିପାଇଁ ବହୁତ ପରାମର୍ଶ କରିଛି। ଏଇଟା ଶାସ୍ତ୍ରାଚାର ନୁହେଁ, ଲୋକାଚାର। ହଉ, ତଥାପି ମାନି ନେଲେ କ୍ଷତି ତ ହେବନି। ଛାଡ଼ନ୍ତୁ ସେ କଥା। କାଲି କିଛି ପିଠା ଛାଣିଥିଲି, ନଗାଧେଇକି ବାରି କାମ କରିବି ବୋଲି ଭାବିଲି। କାହିଁକିନା ବାରିରେ କାମ କରିବା ପାଇଁ ସାଙ୍ଗେ ସାଙ୍ଗେ ମୁଁ ଶିବକୁ କହିଲି, ମୁଁ ଫୁଲ ଗୁନ୍ଥୁଛି, ତୁ ଯା ଦେଖିବୁ। ସାଇରୁ ଯଦି କିଏ ଲୋକଟିଏ ମିଳିବ ଡାକି ଆଣିବ। କିନ୍ତୁ ସେ କାହାକୁ ପାଇଲା ନାହିଁ। ଏବେ ଲୋକଟିଏ ପାଇବା ଭାରି କଷ୍ଟ। ମୁଁ ଭାବୁଥିଲି ଅଗାଧୁଆ ଯାଇକି ତା ସାଙ୍ଗେ ବାଡ଼ିରେ କାମ କରିବି। ଝିଅ ବୋହୂ ଦିହେଁ ପାଟି କଲେ। ମୁଁ ଗାଧେଇ ପାଧେଇ କାଲି ଛାଣିଥିବା ପିଠା ଯା ଖାଇଦେଇ ବାରିକି ପଳେଇଲି। ଏଇଟା ଆପଣଙ୍କୁ ଦେଖେଇଲି ଏଇଥିପାଇଁ ଯେ ଆପଣମାନେ ଆରିସା ଯନ୍ତନୀ ରଖିକି ପିଠା ଛାଣନ୍ତି ନା ନାହିଁ। ମନ ତ ଦୁଃଖ, କେଉଁ ଭଲ ମନ୍ଦ ଖାଇବାରେ ଆଉ ଇଚ୍ଛା ହେଉଛି। ଯାଇକି ଗାଧେଇ ପାଧେଇ ବାଡ଼ିରେ କାମ କରିବା ଆରମ୍ଭ କଲି। ମୁଁ ବାଡ଼ିରେ କ'ଣ ସବୁ କରେ ଆପଣମାନଙ୍କୁ ଦେଖେଇଲେ ଆପଣମାନେ କେବେ ହେଲେ ବିଶ୍ୱାସ କରିବେ ନାହିଁ, ବା ଭାବିବେ ମୁଁ ଭିଡ଼ିଓ କରିବା ପାଇଁ ବୋଧେ ଏମିତି କରୁଛି। ମୋତେ ଆପଣମାନେ ଯଦି କିଏ ଦିନଟିଏ ମଜୁରୀ କରିବାକୁ ନେବେ ନା, ଆପଣଙ୍କର ଯେକୌଣସି କାମବାଲା ଅପେକ୍ଷା ମୁଁ ଅଧିକ କାମ କରିଦେଇକି ପଳେଇ ଆସିବି, ଆଉ ଆପଣଙ୍କୁ ପୁରା ସନ୍ତୁଷ୍ଟ କରିଦେବି। ପୁରା ବଢ଼ିଆ ସେ କାମ କରିଦେବି। ବଗିଚାର ଏମିତି କୌଣସି କାମ ମୁଁ ଜୀବନରେ କରିନି। ଖୋଳିବା, ହାଣିବା, ମାରିବା, ଦାଆରେ କାଟିବା, ଟାଙ୍ଗିଆରେ ହାଣିବା, କୋଡ଼ିରେ କୋଡ଼ିବା, ସବୁକିଛି ଏ ଜୀବନରେ ମୁଁ କରିଛି। କରିପାରିଛି ଏଇଥିପାଇଁ, ମୋ ବୋଉ ମୌଳିକ ସ୍କୁଲର ଛାତ୍ରୀ ଥିଲା, ଆଉ ମୁଁ ଗୋଟିଏ ଆଦିବାସୀ ଗାଁରେ ହିଁ ବଢ଼ୁଥିଲି, ଯେଉଁଠି ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକମାନେ ଅଧିକ କାମ କରନ୍ତି। କେଉଁ କଥା କହୁ କହୁ ମୁଁ କୁଆଡ଼ିକି ପଳାଉଛି। ଶିବ ଆଉ ମୁଁ ଦିହେଁ ଯାକ ଅଣ୍ଟା ଭିଡ଼ି ବାରିରେ ଲାଗିଥିଲୁ। ଯେଉଁ ଗଛ ଗୁଡ଼ା ଉପୁଡ଼ି ଯାଇଛି ତାକୁ ତ ଅନ୍ତତଃ ପୋତିବୁ ନା। ଆଉ ଦେଖନ୍ତୁ ମୁଁ ଶିବ ପାଖରେ କେମିତି ହେଲ୍ପରଗିରି କରୁଥିଲି। ମୁଁ ବାଡ଼ିକି କାହିଁକି ଗଲି, ଶିବକୁ ବି ତ ବତେଇ ଦେଇ ପାରିଥାନ୍ତି। ବାଡ଼ି ବଗିଚାରେ କାମ କଲାବେଳେ ଏମିତି କିଛି ଛୋଟ ଛୋଟ କାମ ଥାଏ ଯେଉଁଠି ଜଣଙ୍କ ଦ୍ୱାରା ହେଇପାରେନି, ଆଉ ଜଣଙ୍କର ଆବଶ୍ୟକତା ପଡ଼େ। ଏଇ ମନେ କରନ୍ତୁ, ବାଡ଼ରେ କାମଡ଼ା ଭିଡ଼ିବା। ବୁଝିପାରୁଛନ୍ତି ତା ଅର୍ଥ କ'ଣ? ବାଡ଼ ପାଇଁ ଯେଉଁ ସବୁ ପୋତା ଯାଇଥାଏ ତାକୁ ଗୋଟେ ବାଉଁଶ ବାନ୍ଧିକି ଟାଇଟ୍ କରାଯାଏ। ସେ କାମଟା ତ ଜଣେ କରିପାରିବନି ନା, ସେଥିପାଇଁ 2 ଜଣ ଦରକାର। ତେଣୁ ବାଡ଼ିରେ ମୁଁ ପୁରା ସମୟ ଦେଇଥିଲି। ମୁଁ ପ୍ରାୟ 10:30ଟାରୁ ବାରିକି କାମ କରିବାକୁ ଗଲି। 11:30 12ଟା ପାଖାପାଖି ମୋ ବୋହୂ ଚାହା ଆଉ ପାଣି ଧରି ପହଞ୍ଚିଗଲା। କାହିଁକିନା ସେ ଜାଣିଛି ଅଧିକ ସମୟ କାମ କଲେ ମୁଁ ହାଲିଆ ହେଇଯାଏ। ମୁଁ କେମିତି ଅଣ୍ଟାରେ ଗାମୁଛା ଭିଡ଼ିଛି ଦେଖୁନାହାନ୍ତି। ସେଠୁ ପାଣି ଟିକେ ପିଇଦେଲି, ଆଉ ଚା ପିଇଲେ ପୁଣି ଥରେ ଚାର୍ଜ ହେଇଯିବି ନା। ଚା ପାଣି ପିଇଦେଲି। ମୋତେ ସେ ତାଗିଦା କରି କହି ଆସିଲା, ବୋଉ ଏତେ ବେଳ ହେଲାଣି, ଯେତିକି ପାରୁଛ ସେତିକି କର, ଆସ ଭାରି। ହେଲେ ଉଜୁଡ଼ି ଯାଇଥିବା ଗଛକୁ, ହଁ, ନୂଆ ଗଛ ଲଗେଇବିନି, ନୂଆ କାମ କିଛି ଆରମ୍ଭ କରିବିନି, ହେଲେ ଯେଉଁ ଗଛପତ୍ର ସବୁ ଉଜୁଡ଼ି ଯାଇଛି ତାକୁ ତ ସଜାଡ଼ିବି ନା। ଶିବ ବି ଟିକେ ପାଣି ପିଇଲା। ଆମେ ଦିହେଁ ଯାକ ଚା ପିଇଲୁ। ଯାହା ପାରିଲୁ କାମ ସାରିକି ଆସିଲୁ। ଘରେ ଆସି ମୁଁ ଖାଇଲି। ଖଟି ଖଟି ଆସିଥିଲି ବୋଲି ସେ ମୋ ପାଇଁ ସବୁ ଭଲ ରୋଷେଇ କରିଥିଲା। କିନ୍ତୁ ସତ କହୁଛି, ମୋତେ ଏତେ ହାଲିଆ ଲାଗୁଥିଲା ଯେ ମୁଁ ଶାନ୍ତିରେ ବି ଗଣ୍ଡେ ଖାଇପାରିଲି ନାହିଁ। ଖାଇବି ବା କ'ଣ, ଆଜି ମୋ ଝିଅଟା ଯିବ ଭାରି। ତା ପାଇଁ ବି ମୁଁ ଟିକେ ସମୟ ଦେଇପାରିଲିନି ଏ ବାରହାମାନଙ୍କ ପାଇଁ। ବାଡ଼ି ବଗିଚା କ୍ଷେତବାଡ଼ି କାମ ହିଁ ଏଇଆ। କେଉଁ ମୁହୂର୍ତ୍ତରେ କେଉଁ କାରଣରୁ ଉଜୁଡ଼ି ଯିବ କିଏ କହିବ। ଲୋକମାନଙ୍କର ବାଟି ବାଟି କ୍ଷେତ ଉଜୁଡ଼ି ଯାଉଛି, ଯେଉଁଟା ତାଙ୍କର ଜୀବନ ସାରାର ମାନେ ଗୋଟିଏ ବର୍ଷର ବଞ୍ଚିବାର ମାଧ୍ୟମ। ମୋର ଏଇ ବାଡ଼ି ଖଣ୍ଡକ ଉଜୁଡ଼ି ଯାଇଛି। ହେଲେ ମହାପ୍ରଭୁଙ୍କର ଏତେ କରୁଣା,
ଫୁଲ ଗଛ ଭିତରେ କେବଳ ଯାଇଛି ମୋର ସ୍ଥଳପଦ୍ମ ଗଛଟି। କାହିଁକି ଯେ ମୋ ବାଡ଼ିରେ ଆଉ ସ୍ଥଳପଦ୍ମ ହେଉନି ମୁଁ ବି ସେ କଥା ଭାବିପାରୁନି। ଆଉ ସବୁ ଗଛ ଠିକ୍ଠାକ୍ ଅଛି। ଖାଇ ପିଇକି ମା ଝିଅ ଶୋଇଛୁ, କଳାହାଣ୍ଡିଆ ମେଘ ଉଠେଇ ଆଇଲା। ଖୁବ୍ ବ୍ୟସ୍ତତାରେ ମୋ ଝିଅ ଆଜି ବାହାରିକିରି ଗଲା ଭାରି। ଗଲା ଦିନଟାରେ ତା ସାଙ୍ଗେ ଟିକେ ଦୁଃଖ ସୁଖ ବି ହେଇପାରିଲିନି। ମା ମନ କ'ଣ କେବେ ବୁଝେ ନା? କେଉଁ ଝିଅ ବାପ ଘରେ ଯେତେ ରହିଲେ ବି ମନ କ'ଣ ବୋଧ ହୁଏ? ଏତେ ଜୋର ମେଘ ଉଠଉଥିଲା ଯେ ଚାଲିକି ତାଙ୍କ ଗାଡ଼ି ପାଖକୁ ସମୟ ନଥିଲା। ତେଣୁ ସ୍କୁଟର ଚଲେଇ ଝିଅ ଗଲା, ଇଏ ସାଙ୍ଗରେ ଗଲେ, ତାକୁ ସେଠୁ ଛାଡ଼ିକି ସ୍କୁଟର ଧରିକି ଆସିବେ। ମୁଁ ଦେଖିଲି ମୋ ପୁଅର ବୁଲେଟଟା ବାହାରେ ଅଛି। ଦେଖିଆ ଆଉ ଗୋଟେ ଶକ୍ତି ପରୀକ୍ଷା ବି କରିଦେବା। କେହି ନଥିଲା ବେଳେ ମୁଁ ଗୋଟେ ଚେଷ୍ଟା କରିଦେଲି ବୁଲେଟଟା ଭିତରେ ପୁରେଇ ପାରିବି ନାହିଁ। ଅବଶ୍ୟ ପରେ ନିଜ ଉପରେ ଟିକେ ରାଗ ଲାଗୁଥିଲା। କେହି ନଥିଲା ବେଳେ ମୁଁ ବୁଲେଟ ଗଡ଼ଉଥିଲି, ଯଦି ଗଡ଼େଇ ନ ପାରିବି। ପୁଣି ଭାବିଲି 45 ବର୍ଷ ତଳେ ମୁଁ ଯେତେବେଳେ ପ୍ରଥମ 2 ଚକିଆ ଯାନ ଶିଖିବା ଆରମ୍ଭ କରିଥିଲି ସେଇଟା ତ ରାଜଦୂତରେ ଥିଲା, ତାହେଲେ ଡରିବି କାହିଁକି?